ଶୁଖୁଆ ବନେଇବ ଆଖପାଖ ପଡ଼ିଶା ଘରେ ଜାଣିବନି ଏଟା କେମିତି ହବ କି। ବାକି ମୋ ହାତରେ ଏତେ ଭଲ ଶୁଖୁଆ ତରକାରୀ ହେବ ବୋଲି ମୁଁ ଜାଣିନଥିଲି। ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ଅଭିଷେକ, ଚେନ୍ନାଇରେ କାମ କରେ। 365 ଦିନ ଚ୍ୟାଲେଞ୍ଜ କରିଥିଲା। ଆଜି ହେଲା ଡେ 55। କଥା କ'ଣ କି, କାଲି ପରେ ଆଜି ମୋର ନାଇଟ୍ ସିଫ୍ଟ ଭଲରେ ହେଇଗଲା। ହେଲେ ଡ୍ୟୁଟି ତ ଭଲରେ ହେଲା, ହେଲେ ସକାଳୁ ସକାଳୁ ଭାଇମାନେ ସାଙ୍ଗରେ ଆସିବା ମଜା କିଛି ଅଲଗା ଥିଲା। ଦେନ୍ ମୋ ସାଙ୍ଗ ସାଇକେଲ ଚଲା ଦେଖି ଟିକେ ମନକୁ ଖୁସି ଲାଗିଲା। ଆଉ ଦେଖିଲି ଏମିତି କିଛି ଟ୍ରାକ୍ଟର। ଦେନ୍ ରୁମ୍ରେ ଆସି ପହଞ୍ଚିଗଲି। ପରିବା ତ ନେଇ ଆସିଥିଲି, ହେଲେ ସକାଳର ବ୍ରେକଫାଷ୍ଟ ଆଜି କ'ଣ ହେବ ସେଇଟା ଚିନ୍ତା। ତାପରେ ବ୍ରସ୍ କରିଦେଲି, ଭାବିଲି ଶୋଇପଡ଼ିବି ବୋଲି। ହେଲେ ଦେଖିଲି ସାଙ୍ଗ ବନେଇ ଦେଇଛି ମୋର ମ୍ୟାଗି। ଯାହା ହଉ ଏମିତି ସାଙ୍ଗ ରହିବା ଦରକାର। ବାକି ଡାକିଲା ମୋତେ ଖାଇଦେଲି। ଦେନ୍ ଖାଇଲା ପରେ ଚାଲିଲି ଶୋଇବା ପାଇଁ। ରାତି ନିଦ୍ରା ପରା ଉଠି ପଡ଼ିଲି। ଆଉ ରୋଷେଇରେ ଲାଗି ବୋଲି ଭାବିଲି, ହେଲେ ଆଜି କ'ଣ ବନେଇବି ସେଇଟା ଭାବି ଯାଉଥିଲି। ଦେନ୍ ଆଣିଥିଲି ଛୁଇଁ, ଆଳୁ, ବାଇଗଣ ତାକୁ କାଟିଦେଲି। ଟିକେ ଘର ଷ୍ଟାଇଲରେ ଛୁଇଁ ଆଳୁ ଝୋଳ କରିବି ବୋଲି ଭାବିଲି। ଦେନ୍ ଡାଲି ବସେଇଦେଲି, ଭାତ ବି ରେଡ଼ି କରିଦେଲି। ଭାଇ ରୋଷେଇ ତ କରିବାକୁ କଷ୍ଟ ହେଉଛି। ଘରେ ଥିଲି ରୋଷେଇ କ'ଣ ଜାଣିନଥିଲି। ଯଦି ପାଣି ଟିକେ ପିଇବାକୁ ଇଚ୍ଛା ହୁଏ, ସେ ପାଣି ଗ୍ଲାସଟା ଉଠେଇକି ପିଇବାକୁ ବି କଷ୍ଟ ହେଉଥିଲା। ହେଲେ ବାହାରେ ଆଜି ସବୁ କିଛି ଶିକ୍ଷା ମିଳିଗଲା। ହଁ, ଦିନେ ମା କହୁଥିଲା, ଆରେ ରହ ବାହାରକୁ ଯା, କାମ କର, ଜାଣିପାରିବୁ ତାର ମୂଲ୍ୟ କ'ଣ। ତ ସତ ଆଜି ସେଇ କଥା ମନେ ପଡ଼ିଗଲା। ହଁ ସାଙ୍ଗମାନେ, ତ ରୁମ୍ରେ ନେଇ ଆସିଥିଲି ଟିକେ ଶୁଖୁଆ। ତ ମୁଁ ଆଣିନଥିଲି, ମୋ ସାଙ୍ଗ ଯାଇଥିଲା ଓଡ଼ିଶା, ତ ତା ହାତରେ ମଗେଇ ଦେଇଥିଲି। ଆଗରୁ ମୁଁ ଶୁଖୁଆକୁ ଗୋଟେ ସ୍ମେଲ୍ ଅଲଗା ପ୍ରକାର ଭାବିକି ଟୋଟାଲ୍ ଖାଇନି। କିନ୍ତୁ ଏବେ ଶୁଖୁଆ ମୋର ଫେଭରେଟ୍ ହେଇଯାଇଛି। ଛାଡ଼, ବନେଇଦେଲି ପୁରା ଅଲଗା ପ୍ରକାର ଗ୍ରେଭି ସହିତ। ଦେନ୍ ଚାଲିଲି ଗାଧେଇକି ବସି ପଡ଼ିଲି ଖାଇବା ପାଇଁ। ତ ଖାଇବାରେ ଆଜି କିଛି ଏମିତି ଥିଲା, ଛୁଇଁ ଆଳୁ କଷା, ଭାତ, ଡାଲି ଆଣ୍ଡ ଶୁଖୁଆ। ଆଉ ଶୁଖୁଆ ଆଇଁଷ ଥିଲେ ଆଉ କ'ଣ ଦରକାର। ମାନେ ଭାତ ପୁରା ଅଲଗା ପରେ ଉଠିଗଲା। ଯାହା କୁହ, ତରକାରୀଟା ପୁରା ବଢ଼ିଆ ହେଇଥିଲା ଆଜି। ଦେନ୍ ଶୋଇ ପଡ଼ିଥିଲି, ଉଠି ପଡ଼ିଲି। ସମୟ ହେଇଗଲା ଡ୍ୟୁଟି ଯିବାର। ଡେରି ନ କରି ବାହାରି ପଡ଼ିଲି, କାହିଁକିନା 12 ଘଣ୍ଟା ଡ୍ୟୁଟି ନା। ଯଦି ଟାଇମ୍ ନ ପହଞ୍ଚିବ ତାହେଲେ ପଇସା କଟିବାଟା ସୁନିଶ୍ଚିତ। ଆଜି ପାଇଁ ଏତିକି। ବ୍ଲଗ୍ଟି ଭଲ ଲାଗିଥିଲା ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲିବେନି।